Thank you, brother. Thank you, brother Nirmal. Okay. Brother Sam, Thank can you. you Glad also to put see your you. brother Sam? Can you put your video? Okay. Can you put your so brother Sam? Everybody can see. So brother George Bengal and I am are from Mumbai, and brother Sam was from Mumbai, but he's right now in Kerala. Brother भाई Chirantan, please translate. यस भाई साम से होचंती केरल रो छंती ଆଉ ଏ ଭାଇ ମାନେ ହେଉଛନ୍ତି ମୁମ୍ବାଇ ରେ ରହୁଛନ୍ତି। Okay. So we are all very happy to be in your midst. ଆମମାନେ Thank you. ଆଜିର ସନ୍ଧ୍ୟାରେ ବହୁତ ଖୁସି ଅଛୁ ଆପଣଙ୍କ ମାନଙ୍କ ମଧ୍ୟରେ ଥାଇ। Never been in a group where Orissa brothers and sisters are there. ଏକ ନୂଆ ଗ୍ରୁପ ଭାବରେ ଓଡ଼ିଶାରେ ଭାଇ ଭଉଣୀ ମାନେ ଅଛନ୍ତି। And so it's a real joy to see all our Orissa brethren to be with you. ଏହା ଆମମାନଙ୍କ ବହୁତ ଆନନ୍ଦ ଏବଂ ଖୁସିର ବିଷୟ ଅଟେ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ଦେଖି। Already blessed with your fellowship and your singing. ଆଉ ସେମାନେ ଆଶୀର୍ବାଦ ଯୁକ୍ତ ଏମାନେ ସୁନ୍ଦର ଭାବେ ଗୀତ ଗାୟନ କରିଅଛନ୍ତି। And that all of you have joined in time is also a very, very good thing. ଆପଣ ମାନେ ସମୟ ପୂର୍ବରୁ ଜଏନ୍ କରିଛନ୍ତି ତାହା ମଧ୍ୟ ବହୁତ ସୁନ୍ଦର ବିଷୟ ଅଟେ। So today I wanted to share something on the topic of our fellowship with God. ଆଜି ଏ ପ୍ରକାର ବିଷୟ ମୁଁ କହିବାକୁ ଚାହେଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆମମାନଙ୍କ Our fellowship with God. ଆମମାନଙ୍କର ସମ୍ପର୍କ ଆମମାନଙ୍କ ପିତାଙ୍କ ସହିତ ଈଶ୍ୱରଙ୍କ ସହିତ। So what is fellowship? ସମ୍ପର୍କ କ'ଣ ଅଟେ? ସହଭାଗିତା କ'ଣ ଅଟେ? Fellowship is a companionship or a close friendship. ସହଭାଗିତା ଏ ପ୍ରକାର ଏକ ବିଷୟ ଅଟେ ପିତାଙ୍କ ସହିତ ଆମମାନଙ୍କର ବନ୍ଧୁତା। It is deeper than just a friendship. It is much more deeper. ଏହା ସାଧାରଣ ବନ୍ଧୁତା ଠାରୁ ମଧ୍ୟ ଅଧିକ ଗଭୀର ବିଷୟ ଅଟେ। Okay. So we'll read in 1 John chapter 1. ପ୍ରଥମ ଜହନ 1 ପର୍ବକୁ ଆମମାନେ ଖୋଲିବା। This epistle is written by the apostle John. ଜହନଙ୍କ ଦ୍ୱାରା ଏହି ଚିଠା ଲେଖା ଯାଇଛି ମୋ ପାଇଁ ପଢିବେ। ଓକେ। And we know that the apostle John was always close to Jesus and sometimes used to lie on his breast. ଏବଂ ଆପଣମାନେ ଜାଣିଅଛନ୍ତି ଜହନ ଯୀଶୁ ଖ୍ରୀଷ୍ଟଙ୍କ ସହିତ ବହୁତ ନିକଟତର ହେଇଥିଲେ ଏବଂ ବେଳେ ବେଳେ ସେ ନିଜର ବକ୍ଷରେ ମଧ୍ୟ ସେ ଆଉଜି ପଡିଥିଲେ। So we'll read from verse 1 to 3. ଆମମାନେ 1 ରୁ 3 ପଦ ଯାଏ ପଢିବା। 1 John 1 1 to 3. That is ପ୍ରଥମ ଜହନ 1 so can 1 you ରୁ 3 ପଦ ପଢନ୍ତୁ। can you read it, brother? ଆଦିରୁ ଯିଏ ଥିଲେ ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣୁଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ। ସେହି ଜୀବନ ପ୍ରକାଶିତ ହେଲେ ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ। ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇପାରେ। ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି। Okay. Thank you. So here we read that the apostle John is saying that we have seen with our eyes, we have beheld with our hands, we have handled concerning the word of life. They had seen Jesus close by, they have touched him, they have handled him. ଏଠାରେ ଜହନ ଏ ପ୍ରକାର କହନ୍ତି ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଦେଖିଥିଲେ, ସେମାନେ ଛୁଇଁଥିଲେ, ତାହାଙ୍କ ସହିତ ସେ ବସିଥିଲେ, ମାନେ ତାଙ୍କର ସମ୍ପର୍କ ନିବିଡ଼ ଥିଲା। And now in verse 3 he says,
what we have seen and heard, we proclaim to you also, so that you may have fellowship with us. ତିନି ପଦରେ ପ୍ରକାର କହୁଅଛନ୍ତି ଯାହା ମାନେ ଦେଖିଲୁ ଏବଂ ଆମେ ଜାଣିଲୁ ଶୁଣିଛୁ ସେ ବିଷୟ ଆମେ ସାକ୍ଷ୍ୟ ଦଉଛୁ ଯଦ୍ୱାରା ତୁମେ ମାନେ ଆମମାନଙ୍କ ସହିତ ସହଭାଗିତାରେ ରହିପାରିବ। And he continues saying, and indeed our fellowship is with the Father and with his Son Jesus Christ. ଏବଂ ଆମମାନଙ୍କର ସହଭାଗିତା ପିତା ଏବଂ ତାଙ୍କ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତରେ ଅଛି। So the apostles, the disciples, they not only saw Jesus when he was on earth, but they continued to have that fellowship with him when he was ascended to heaven. ମାନେ ପ୍ରଭୁଙ୍କର ଦାସ ମାନେ ଶିଷ୍ୟ ମାନେ କେବଳ ତାହାଙ୍କ ସହିତ ଥିଲେ ତାହା ନୁହଁ କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ ସେ ଆକାଶକୁ ଗଲେ ସେଇ ପର୍ଯ୍ୟନ୍ତ ସେମାନେ ତାହାଙ୍କ ସହିତରେ ଥିଲେ। So they continued that fellowship, that closeness with the Father and the Son and the Holy Spirit. ସେଇ ସହଭାଗିତା ସେମାନେ ଲଗାତାର ଭାବରେ ପିତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସେମାନେ ଲଗାତାର ଭାବରେ ରଖିଥିଲେ ସହଭାଗିତା। So this is the difference between Christianity and all other religions. ଏହା ହେଉଛି ଏକ ଭିନ୍ନତା ଆମମାନଙ୍କର ମାନେ ଖ୍ରୀଷ୍ଟିଆନ ମାନଙ୍କର ଏବଂ ଅନ୍ୟ ଧର୍ମ ଲୋକମାନଙ୍କର। In true Christianity, we have a relationship and a fellowship with the Father. ସତ୍ୟ ଖ୍ରୀଷ୍ଟିଆନ ଲୋକମାନଙ୍କର ପିତା ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସହଭାଗିତା ଏବଂ ସମ୍ପର୍କ ଅଛି। All other religions have got no connection with God. They are just following a set of practices, prayers and other practices, but no connection with God. ଅନ୍ୟ ଧର୍ମର ଲୋକମାନେ କେବଳ ତାହାଙ୍କର ପଛରେ ଯାଉଛନ୍ତି ଅଭ୍ୟାସରେ ରଖିଛନ୍ତି କିନ୍ତୁ ପିତାଙ୍କ ସହିତ କୌଣସି ମଧ୍ୟ ସହଯୋଗିତା ନାହିଁ। So brothers and sisters, this is a very important aspect in our Christian life. ଏହା ହେଉଛି ଆମମାନଙ୍କ ମଧ୍ୟରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ ପ୍ରିୟ ଭାଇ ଭଉଣୀ ମାନେ। When Jesus was here on earth, he had a constant fellowship with the Father. ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଏଇ ଜଗତରେ ଥିଲେ ସେ ଲଗାତାର ଭାବରେ ପିତାଙ୍କ ସହିତ ସହଭାଗିତାରେ ଥିଲେ। There was not even 1 second where that fellowship was not there. ଏ ପ୍ରକାର ଭାବରେ ଗୋଟିଏ ସେକେଣ୍ଡ ମଧ୍ୟ ପିତାଙ୍କ ସହିତ ବିନା ସହଭାଗିତାରେ ସେ ଜୀବନ ଯାପନ କରିନାହାନ୍ତି। There's a verse in John chapter 8 verse 29. ଜହନ 8:29 ପଦରେ ଲେଖା ଯାଇଛି। John 8:29, ଜହନ 8:29 where he says, "He who sent me is with me. He has not left me alone, for I always do the things that are pleasing to him." ପଢନ୍ତୁ ଟିକେ ଓଡ଼ିଆରେ। Can you read it? ଜହନ 8:29 ମୋହର ପ୍ରେରଣକର୍ତ୍ତା ମୋ ସାଙ୍ଗରେ ଅଛନ୍ତି, ସେ ମୋତେ ଏକାକୀ ପରିତ୍ୟାଗ କଲେ ନାହିଁ, କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ। This is a verse which is of encouragement and challenge to me. ଏହା ହେଉଛି ଏ ପ୍ରକାର ଏକ ବାକ୍ୟ ଯାହାକି ମୋତେ ଉତ୍ସାହ ଦିଏ ଏବଂ ମଧ୍ୟ ଆଗକୁ ବଢିବା ପାଇଁ ଶକ୍ତି ଯୋଗାଏ। He who sent me is with me, has not left me alone, because I always do the things that are pleasing to him. ଯେ ମୋତେ ପଠାଇଲେ ସେ ମୋ ସହିତ ଅଛନ୍ତି, ମୁଁ ଏକାକୀ ନୁହଁ। Yeah. And we'll continue now with 1 John 1, ଏବଂ ପ୍ରଥମ ଜହନ 1କୁ ଆମମାନେ ଲଗାତାର ଭାବରେ ଦେଖିବା। verse 5. 5 ପଦକୁ ଆମମାନେ ଦେଖିବା। And this is the message we have heard from him and announced to you, that God is light and in him there is no darkness at all. Yes. ପଢନ୍ତୁ 5 ପଦ। ଆମ୍ଭେମାନେ ତାହାଙ୍କର ଠାରେ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ ତାହା ଏହି ଈଶ୍ୱର ଜ୍ୟୋତି ସ୍ୱରୂପ, ଆଉ ତାହାଙ୍କ ଠାରେ ଅନ୍ଧକାରର ଲେଶ ନାହିଁ। This is very, very important. ଏହା ହେଉଛି ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। He says, we announce to you that God is light. ଏହା ମାନେ ଘୋଷଣା କରୁଛୁ ଯେ ଆମମାନଙ୍କର ଈଶ୍ୱର ସେ ଆଲୋକ ଅଟନ୍ତି, And ଜ୍ୟୋତି ଅଟନ୍ତି in him there is no darkness at all. ଏବଂ ତାହାଙ୍କ ମଧ୍ୟରେ କୌଣସି ଅନ୍ଧକାର ଲେଶ ମାତ୍ର ନାହିଁ। That means
God is light means He is pure and absolutely pure. He is holy, and there is nothing wrong in His life. ସେ ଆଲୋକ ବା ଜ୍ୟୋତି କହିବାର ଏହା ଅର୍ଥ ଅଟେ ଯେ ତାହାଙ୍କ ଠାରେ କୌଣସି ଅନ୍ଧକାର ନାହିଁ, ସେ ଶୁଦ୍ଧ, ସେ ପବିତ୍ର, କୌଣସି ଭୁଲ ବିଷୟ ନାହିଁ। His intentions are pure, his motives are pure, everything about God is pure. ତାଙ୍କର ଭାବନା, ତାଙ୍କ ଚିନ୍ତା ସବୁ କିଛି ଈଶ୍ୱରଙ୍କର ଶୁଦ୍ଧ ବିଷୟ ଅଟେ। And it says, and there is no darkness at all in Him. ଏବଂ କୁହାଯାଉଛି ତାଙ୍କର କୌଣସି ମଧ୍ୟ ଅନ୍ଧକାର ନାହିଁ। So what is darkness? ଅନ୍ଧକାର ମାନେ କଣ ଅଟେ? The devil represents darkness. ଏବଂ ଶୈତାନ ଅନ୍ଧକାରକୁ ଆଣି ଦେଇଥାଏ। The devil represents lies, then hatred, bitterness, and all that is wrong and bad is represented by a devil, and that is darkness. ଯେ ଶୈତାନ ଯାହାକି ମିଛ କହିଥାଏ, ସମସ୍ତ ଦୁଷ୍ଟତା ଆଣିଥାଏ, ତାହାକୁ ଅନ୍ଧକାର କୁହାଯାଏ। So, brothers and sisters, we must realize that when we come to God, we are coming to a God who is light, and in Him there is no darkness. ଆମମାନେ ଯେତେବେଳେ ପିତାଙ୍କ ନିକଟ ଆସୁଛୁ, ପ୍ରିୟ ଭାଇ ଓ ଭଉଣୀ ମାନେ, ଆମମାନେ ଏହା ମନେ ରଖିବାର ଅଛି ଯେ ତାହାଙ୍କ ଠାରେ କୌଣସି ଅନ୍ଧକାର ବିଷୟ ନାହିଁ। So, when we come to God, we must come with fear and reverence. ଆମମାନେ ଯେତେବେଳେ ପିତାଙ୍କ ସହିତ ନିକଟକୁ ଆସୁ, ସେହି ସମୟରେ ଆମମାନେ ଭୟ ଏବଂ ସମ୍ମାନ ସହ ଆସିବାର ଆବଶ୍ୟକ ଅଟେ। When people are before an idol, they can. ଯେତେବେଳେ ଲୋକମାନେ When people are, ଅନ୍ଧକାର, yes, yeah, just say that. When people are before worshipping idols or any other gods, even if they tell a lie, there is no issue. There is no problem. ଯେତେବେଳେ ଅନ୍ୟ ଲୋକମାନେ ପ୍ରତିମା ନିକଟକୁ ଆସନ୍ତି, ସେମାନେ ମିଛ କହିକି ମଧ୍ୟ ଆସିବେ, କିନ୍ତୁ କୌଣସି ଅସୁବିଧା ନଥାଏ। They can get angry. They can say a bad word. Idol doesn't do anything. ସେମାନେ ମିଛ କଥା କହନ୍ତି, ସମସ୍ତ ଅସଭ୍ୟ ଭାଷା କହନ୍ତି, କିନ୍ତୁ ପ୍ରତିମା କୌଣସି ବିଷୟ ମଧ୍ୟ କରିପାରେ ନାହିଁ, ସେ କିଛି କହେ ନାହିଁ। But the living God is different. କିନ୍ତୁ ଆମର ଜୀବନ୍ତ ଈଶ୍ୱର ଏମାନଙ୍କ ଠାରୁ ଭିନ୍ନ ଅଟନ୍ତି। He is light, and ସେ no darkness can stand before Him. ସେ ଜ୍ୟୋତି ଅଟନ୍ତି, ତାହାଙ୍କ ଠାରେ ତାଙ୍କ ସମ୍ମୁଖରେ କୌଣସି ଅନ୍ଧକାର ଛିଡା ହେଇପାରେ ନାହିଁ। Brothers and sisters, we were all in darkness before coming to Christ. ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସିବା ପୂର୍ବରୁ ଆମମାନେ ଅନ୍ଧକାରରେ ଥିଲୁ, ପ୍ରିୟ ଭାଇ ଭଉଣୀ ମାନେ। We were children of darkness. ଆମମାନେ ଅନ୍ଧକାର ସନ୍ତାନ ଥିଲୁ। But when we put our faith in Christ, He has forgiven us of all our sins. ଆମମାନେ ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କଲୁ, ସେହି ସମୟରେ ଆମର ସମସ୍ତ ଅଧର୍ମକୁ ସେ କ୍ଷମା କରିଅଛନ୍ତି। All the darkness He took away, and He took the darkness upon Himself. ଆମର ସମସ୍ତ ଅନ୍ଧକାରକୁ ଦୂର କରି ନିଜର ସନ୍ତାନଙ୍କ ଉପରେ ସେ ରଖିଲେ। And He died for us, and His blood cleanses us from all sin. ଆମମାନଙ୍କ ସ୍ଥାନ ସେ ମୃତ୍ୟୁବରଣ କଲେ ଏବଂ ତାହାଙ୍କ ରକ୍ତ ଆମର ସମସ୍ତ ଅପରାଧକୁ ମାନେ ଧୋଇ ଦେଇଅଛି। So now when we are forgiven, there is a great relief within us. ଯେତେବେଳେ ଆମମାନେ କ୍ଷମା ପ୍ରାପ୍ତ ହେଇଛୁ, ସେହି ସମୟରେ ଆମମାନେ ବହୁତ ଆଶ୍ୱସ୍ତିରୁ ମୁକ୍ତ ହେଇଛୁ। We can imagine when we do something wrong and when somebody forgives us, there is a great relief. ଯେତେବେଳେ ଆମମାନେ କୌଣସି ବିରୁଦ୍ଧରେ କାର୍ଯ୍ୟ କରୁ ଏବଂ ସେହି ବ୍ୟକ୍ତି ଆମମାନଙ୍କୁ କ୍ଷମା ଦିଅନ୍ତି, ସେହି ସମୟରେ ଆମମାନେ ଗୋଟେ ସାନ୍ତ୍ୱନା ପାଇଥାଉ, ଆରାମ ପାଇଥାଉ। And how much more when God has forgiven us of all our sins. ଯେତେବେଳେ ପ୍ରଭୁ ଯୀଶୁ ମାନେ ପିତା ଈଶ୍ୱର ଆମମାନଙ୍କୁ ସମସ୍ତ ବିଷୟ କ୍ଷମା କରିଅଛନ୍ତି, କେତେ ଗୁରୁତ୍ୱ ବିଷୟ ଅଟେ। Our heart has become very light. ଆମମାନଙ୍କର ହୃଦୟ ବହୁତ ହାଲକା ହେଇଯାଇଛି। But still, we cannot stand before a holy God unless God does something else. ତଥାପି ଆମମାନେ ଈଶ୍ୱରଙ୍କ ଦୃଷ୍ଟିରେ ଛିଡା ହେଇପାରିବାନି ଯଦି ଈଶ୍ୱର କିଛି କରନ୍ତି ନାହିଁ। So God gave us the gift of righteousness. The righteousness of Christ He has given to us. ସେଥିପାଇଁ ପିତା ଈଶ୍ୱର ଆମମାନଙ୍କୁ ଧାର୍ମିକ ହେବାର
ଅନୁଗ୍ରହ ଯୀଶୁଙ୍କ ଦ୍ୱାରା ଆମମାନଙ୍କୁ ପ୍ରଦାନ କରିଅଛନ୍ତି। He has made us righteous. ଆମମାନଙ୍କୁ ଧାର୍ମିକତାରେ ସେ ଗଣନା କରିଅଛନ୍ତି। And that is a gift of God, ଏହା ହେଉଛି ଈଶ୍ୱରଙ୍କର ଦାନ ଅଟେ। not because of our works. ଏହା ଆମମାନଙ୍କ କୌଣସି କ୍ରିୟା କାର୍ଯ୍ୟ ଦ୍ୱାରା ନୁହଁ। All of us have got the gift. ଏହା ସମସ୍ତ ବିଷୟ ଈଶ୍ୱରଙ୍କର ଦାନ ଅଟେ। That's why we cannot boast. ସେଥିପାଇଁ ଆମେ ଗର୍ବିତ ହେବା ନାହିଁ। That's why we cannot compare ourselves with one another. ସେଥିପାଇଁ ଆମେ ଅନ୍ୟ ସହିତ ତୁଳନା କରିପାରିବା ନାହିଁ। So now He has given us the gift of righteousness, and now we can have fellowship with the God who is light. ସେଥିପାଇଁ ସେ ଆମମାନଙ୍କୁ ଧାର୍ମିକତା ଗ୍ରହଣ କରିଅଛନ୍ତି। ସେଥିପାଇଁ ଆମମାନେ ଯାହାଙ୍କ ଠାରେ ଲେଶ ମାତ୍ର ନାହିଁ ଯେ ଆଲୋକ ଅଟନ୍ତି ତାହାଙ୍କ ସହିତ ଆମେ ସହଭାଗିତା ରଖିପାରୁଅଛୁ। So read in Ephesians chapter 5, ଏଫେସିୟ 5 ଅଧ୍ୟାୟ verse 8 and 9. 8 ଏବଂ 9 ପଦ ପଢିବାରେ ସାହାଯ୍ୟ କରନ୍ତୁ। କାରଣ ତୁମେମାନେ ପୂର୍ବରେ ଅନ୍ଧକାର ସ୍ୱରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ୱରୂପ ହୋଇଅଛ। ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର, କାରଣ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ସ୍ୱରୂପ। Praise God. So here it says, we were darkness, but He has made us light. Now He says, walk as children of light. ଆମେ ପୂର୍ବରୁ ଅନ୍ଧକାର ସନ୍ତାନ ଥିଲୁ, କିନ୍ତୁ ଆମମାନଙ୍କୁ ଆଲୋକର ସନ୍ତାନ କରିଅଛନ୍ତି। ସେଥିପାଇଁ ଆମେ ଆଲୋକର ସନ୍ତାନ ଭଳିଆ ଆମେ ଆଚରଣ କରିବା ବା ତାହାଙ୍କ ସହିତ ଗମନାଗମନ କରିବା। So now we are children of light, and we are able to have fellowship with God who is light. ଆମମାନେ ଏବେ ଆଲୋକର ସନ୍ତାନ। ଏବେ ଆଜି ଆମମାନେ ଯିଏ ଆଲୋକ ଅଟନ୍ତି ସେ ଜ୍ୟୋତି ଅଟନ୍ତି ତାହାଙ୍କ ସହିତ ଆମେ ସୌଭାଗ୍ୟ ରକ୍ଷା କରିପାରୁଅଛୁ। And we can come to Him in confidence as His sons and daughters. ଏବଂ ତାହାଙ୍କର ସନ୍ତାନ ଭାବରେ ଆମମାନେ ଗୋଟେ ସାହସ ସହ ତାଙ୍କ ନିକଟକୁ ଆସିପାରୁଅଛୁ। No more as slaves trying to hide, but coming to Him directly in confidence. ଏବଂ ଆମମାନେ କୌଣସି ଭାବରେ ଆମମାନେ ଲୁଚେଇବା ନାହିଁ, କିନ୍ତୁ ଆମମାନେ ସାହସର ସହ ତାଙ୍କ ନିକଟକୁ ଆସିପାରିବା। Now we have to walk continuously in fellowship with our Heavenly Father. ଆମମାନେ ପିତାଙ୍କ ସହିତ ସହଭାଗିତା ମାନେ ଲଗାତାର ଭାବରେ ରଖିପାରିବା। This is where it is important. ଏହା ହେଉଛି ବହୁତ ମୁଖ୍ୟ ବିଷୟ ଅଟେ। As we walk in this life, we are tempted, we can fall into sin, and if we don't confess our sin and we live in our sin, then we cannot have fellowship with God. ଆମମାନେ ଯେତେବେଳେ ଚାଲୁ ଚାଲୁ ଝୁଣ୍ଟି ପଡିବା, ସେଥିପାଇଁ ଆମମାନେ ଅନେକ ବିଷୟରେ ପାପ କରିଥାଉ। ସେଥିପାଇଁ ଆମମାନେ ସେଇ ଲାଇଟ୍ ସହିତ ସେ ତାହାଙ୍କ ସହିତ ଚାଲି ପାରି ନଥାଉ। If you read 1 John chapter 1 verse 6 and 7, ତାହାଙ୍କ ପ୍ରଥମ ସହିତ ଜନ ଆମମାନଙ୍କର ସହଭାଗିତା ଅଛି। ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ, ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ ଆଉ ସତ୍ୟ ଆଚରଣ କରୁନଥାଉ। 6 and 7 you read? କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି। ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ। So this is very important. Verse 6 says, if we say we have fellowship with God and yet walk in darkness, we lie and do not practice the truth. ଆମେ ଯଦି କହିବା ପିତାଙ୍କ ସହିତ ଆମମାନଙ୍କର ସହଭାଗିତା ଅଛି, କିନ୍ତୁ ଯଦି ଆଲୋକରେ ଆମେ ଚାଲିବା ନାହିଁ, ତେବେ ଆମେ ମିଥ୍ୟାବାଦୀ ଅଟୁ। Say we are, somebody has done something wrong to us, and we are, having a hatred towards them, or we are speaking bad about them, then we cannot say that we are having fellowship with God. ଯଦି କୌଣସି ବ୍ୟକ୍ତି ଆମମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛି, ଯଦି ଆମେ ତାଙ୍କୁ ଘୃଣା କରିବା, ବଚସା କହିବା, ତେବେ ଆମେ ଆଲୋକରେ ଆମେ ଚାଲୁନାହୁଁ। Because some darkness has come into us. ଯେହେତୁ କୌଣସି ଗୋଟେ ଅନ୍ଧକାର ବିଷୟ ଆମମାନଙ୍କର ହୃଦୟକୁ ଆସି ଯାଇଛି। Say we are at home and somebody rings up, and then we tell our children, say I'm not here at home.
ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଫୋନ କରନ୍ତି ଏବଂ ନିଜର ପିଲାମାନଙ୍କୁ କହିବେ ଯେ ବାପା ବା ମା ଏଠାରେ ନାହାନ୍ତି, ମିଛ କହିବେ, then can we have fellowship with the God who is light? ତେବେ ଆମମାନେ କଣ ଯିଏ କି ଆଲୋକ ସେଇ ପିତାଙ୍କ ସହିତ କଣ ଆମମାନେ ସହଭାଗିତା ରଖିପାରିବା କି? Can we have? ଆମମାନେ ରଖିପାରିବା କି ସହଭାଗିତା? No, because God is light, and Amen. some darkness has come into us. ଆମେ ତାହାଙ୍କ ସହିତ ସହଭାଗିତା ରଖିପାରିବାନି, କାରଣ କିଛି ଅନ୍ଧକାର ବିଷୟ ଆମମାନଙ୍କ ମଧ୍ୟରେ ଆସିଯାଇଛି। But how many Christians, how many believers are serious about this? ସେଥିପାଇଁ କେତେ ଜଣ ବ୍ୟକ୍ତି ବା ଖ୍ରୀଷ୍ଟିଆନ ଲୋକମାନେ ଏ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଭାବରେ ସେମାନେ ନେଇ ଅଛନ୍ତି। If we are not serious about this, then we don't have fellowship with God, but we are having some religion, that's all. ଯଦି ଆମମାନେ ଗୁରୁତ୍ୱପୂର୍ଣ୍ଣ ଭାବରେ ଏ ବିଷୟକୁ ନେଇ ନାହୁଁ, ତେବେ ଆମମାନେ ପିତା ଈଶ୍ୱରଙ୍କ ସହିତ ସହଭାଗିତା ରଖି ନାହୁଁ, କେବଳ ଏକ ଧର୍ମର ମଧ୍ୟରେ ଆମମାନେ ଅଛୁ। Religion does not need a connection with God. ଏଇ ଯୋଉ ଧର୍ମ ଅଛି ତାହା କୌଣସି ପିତାଙ୍କ ସହିତ ସହଭାଗିତା ରଖେ ନାହିଁ। So we can deceive ourselves and think, I'm coming to the meeting, I'm singing songs, I'm raising my hands, I'm reading the Bible, and I'm even praying, but there is no connection. ସେଥିପାଇଁ ଆମେ ବହୁତ ଭ୍ରାନ୍ତରେ ପଡିଥାଉ ଯେ ଆମେ ବାଇବଲକୁ ଯାଉଛୁ, ପଢୁଛୁ, ଗିର୍ଜା କରୁଛୁ, ପ୍ରାର୍ଥନା କରୁଛୁ, କିନ୍ତୁ ପିତାଙ୍କ ସହିତ କୌଣସି ସହଭାଗିତା ନଥାଏ। So brothers and sisters, so very, very important. ସେଥିପାଇଁ ଭାଇ ଭଉଣୀ ମାନେ ପିତାଙ୍କ ସହିତ ସହଭାଗିତା ରଖିବା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। Fellowship with God is the most important thing in the Christian life. ଖ୍ରୀଷ୍ଟିଆନୀ ଜୀବନରେ ସହଭାଗିତା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। If the fellowship is broken, then we must stop everything and set that right. ଯଦି ଆମମାନଙ୍କର ସହଭାଗିତା ସହିତ ଭାଙ୍ଗି ଯାଇଛି, କନେକ୍ସନ ନାହିଁ, ତେବେ ଆମେ ସେଇ ସମସ୍ତକୁ ଛାଡି ପୁନର୍ବାର ସେଇ ସହଭାଗିତାକୁ ନିର୍ମାଣ କରିବାର ଆବଶ୍ୟକ ଅଟେ। So verse 7 says, but if we walk in the light as he himself is in the light, we have fellowship with one another, and the blood of Jesus cleanses us from all sin. Yes, 7 ପଦ ପଢନ୍ତୁ ଟିକେ। କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି। ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ। Okay. How to have that connection with God once we have fallen? କି ପ୍ରକାର ଭାବରେ ପିତାଙ୍କ ସହିତ ଆମେ ସହଭାଗିତା ରଖିପାରିବା ଯଦି ଆମେ ପଡି ଯାଇଅଛୁ, ଝୁଣ୍ଟି ପଡିଛୁ? Brothers and sisters, please listen to this. ପ୍ରିୟ ଭାଇ ଭଉଣୀ ମାନେ ଏ ବିଷୟକୁ ଶୁଣନ୍ତୁ। How to come back to God? କି ପ୍ରକାର ଭାବରେ ପିତାଙ୍କ ନିକଟକୁ ପୁନର୍ବାର ଆସିବା? It's not difficult. ଏହା କୌଣସି ବହୁତ କଷ୍ଟକର ବିଷୟ ନୁହଁ। Verse 9. 9 ପଦ। ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। Praise God. Says, if we confess, say I have told a lie, or I have got angry with somebody, if I have had a hatred in my heart, nobody knows. But if we confess our sin to God, He is faithful. He is faithful and righteous to forgive us and to cleanse us of all unrighteousness. Yes. ଯଦି କୌଣସି ବ୍ୟକ୍ତି ସହିତ ଆମମାନଙ୍କର ଭଲ ପଡେ ନାହିଁ, ତାଙ୍କ ବିରୁଦ୍ଧରେ ଆମେ କଥା କହିଥାଉ, କିଛି ଏ ପ୍ରକାର ବିଷୟ ଅଛି, ଯଦି ପୁନର୍ବାର ଆମେ ତାହାକୁ ସ୍ୱୀକାର କରୁ, ତେବେ ଆମେ ତାହା ସହିତ ପୁନର୍ବାର ସେ ଆମମାନଙ୍କୁ କ୍ଷମା କରିବେ। So if you do not know this verse very well today, I would like to encourage you to memorize it. ମୁଁ ଆପଣ ମାନଙ୍କୁ କହିବାକୁ ଚାହେଁ, ଏ ବିଷୟ ଯଦି ଜାଣି ନାହାନ୍ତି, ମୁଁ ଆପଣଙ୍କୁ ଉତ୍ସାହ କରିବାକୁ ଚାହେଁ, ଏ ବିଷୟକୁ ଘୋଷିକି ରଖନ୍ତୁ। If you memorize it, you can use it. I need it even every day in my life. ଏହାକୁ ଆପଣ ଘୋଷନ୍ତୁ, ମନେ ରଖନ୍ତୁ, ଏହାକୁ ମୁଁ ପ୍ରତିଦିନ ମୋ ଜୀବନ ପାଇଁ ଆବଶ୍ୟକ କରେ। So that I can have a constant fellowship with God. ସେଥିପାଇଁ ମୁଁ ତାହାଙ୍କ ସହିତ ଲଗାତାର ଭାବରେ ସହଭାଗିତା ରହିପାରେ। Yeah. So
we must always expose ourselves to God's light. आमने सदाबेले ईश्वरंकर से आलोक सहित आमको प्रकाश करिवार अछि। See, we know that the things that don't like light, in the night, you have cockroaches in the house. Cockroaches. यस जो माने कि लाइट को पसंद करंती नहीं आम मानको घर रे जो से कॉकरोच गुडी को अछंती से माने So in the night, they roam around in the house if there are cockroaches. जदि कॉकरोच गुडी को अछंती से माने राति रे सब रूम आड़ को जाईथिबे। As soon as you put the light, they run away. जेतले आपण माने लाइट को जळैबे से माने दौड़ी जिबे। Similarly, the thieves, they come in the night. सेही प्रकार भाबरे चोर रात्रि समय आसीताय। When you put the light, they are afraid. जेतले लाइट को आपण जळैबे से माने भयभीत हेबे। So those who are afraid of light, because they are people of darkness. Okay? जो माने अंधकार को भय करंती से माने होचंती अंधकार संतान। आलोक So we must be people who always want to go into light. आमे सदा बेले आलोक निकट को आसीबा पई आमे चाहिबा दरकार। Let us read John chapter 3. जोहन 3 अध्याय आमे पढिबा। John chapter 3 verse 19 to 21. Very important. John chapter 3 verse 19 to 21. 19 रो 21 पद पढिबा 3 रो। ଆଉ ସେହି ବିଚାର ଏହି ଜଗତରେ ଜ୍ୟୋତି ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତି ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମ ସବୁ ମନ୍ଦ। କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିକି ଘୃଣା କରେ, ପୁଣି କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତି ନିକଟକୁ ଆସେ ନାହିଁ। କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତି ନିକଟକୁ ଆସେ, ଯେପରି ତାହାର କର୍ମ ସବୁ ଈଶ୍ୱରଙ୍କ ଠାରେ ସାଧିତ ବୋଲି ପ୍ରକାଶିତ ହୁଏ। Yes. So, brothers and sisters, we should not be like verse 20, who hates the light, but we should be like 21, that we come to the light. आमने से आलोक को आमने कोन करिबा घृणा करिबा नहीं, किंतु से आलोक को आमने आसीबार आवश्यक अटे। Brothers and sisters, there is great freedom, there is great boldness when we are walking in the light. प्रिय भाई एवं भौणी माने आमने जेतेबेले आलोक रे चलीबा सेही समय आमने स्वाधीनता पाई थाउ एवं भय आमन थारु दूर होई थाए। Bible says the righteous are bold as a lion. Sorry, once again. The righteous yes, are bold as a lion. हाँ माने धार्मिक व्यक्ति से सिंह ठारु मध्य अधिक से माने शक्ति युक्त बा से माने भय को डरिबे नहीं। That is only because of the light. साहसिक हेबे। That is only because of walking in the light. से माने साहसिक हेबे जेहेतु से माने आलोक सहित से माने चालू अछंती। So dear brothers and sisters, it's a wonderful thing to walk in the light and to walk in fellowship with the Father. प्रिय भाई भौणी माने या गुटे भयंकर एवं आश्चर्यर विषय अटे जेतेबेले आमने आलोक सहित चालीबा एवं पिताଙ୍କ सहित सहभागिता रखिबा। The more we know of our Heavenly Father, we will find out that He is the most loving, most kind, the most good of everyone. That is what we will discover. जेतेबेले आमने पिताଙ୍କୁ अधिक जानिबा से आमनको दयालु अटंती, प्रेमिक अटंती, ए विषय को आमने जानि। हेलो Okay, carry on, brother, carry on. के कोन कहउथिले कि नहीं किछ आपण कोंतो। यस हां carry on. Brother, please tell once again. Yeah. Once we really come to know our Heavenly Father, we will find that He is the kindest, the most loving, and has the best intentions and plans for our life. आमने जेतेबेले पिता ईश्वर को जानिबा से दयालु प्रेमिक एवं आमनको जीवन पई तांकर संकल्प उत्तम ए विषय को आमने जानि परिबा। He is not like that policeman or that strict teacher who is always looking at us. से ए प्रकार जने
पुलिस मैन नुहंती बा टीचर नुहंती शिक्षक नुहंती जे सदाळे आमनको रागंती ताहा नुह He is a wonderful father. He's a wonderful father. से आमମାନଙ୍କର आश्चर्य एवं प्रेमिक पिता अटंती So fellowship with God can be with when we go and sit before Him in prayer, ଯେତେବେଳେ ଆମମାନେ ପ୍ରାର୍ଥନା ସହିତରେ ଆମମାନେ ବସିବା ଏ ପ୍ରକାର ଏକ ସହଭାଗିତା and say, Father, I've just come to spend time with you. କହିବା ମୁଁ ତୁମ ସହିତ ସମୟକୁ ଅତିବାହିତ କରିବାକୁ ଚାହେଁ I just want to think about you. I just want to see your glory and just spend some time with Him. ଏବଂ ଏ ପ୍ରକାର କହିବା ମୁଁ ତୁମକୁ ଦେଖିବାକୁ ଚାହେଁ ତୁମର ମହିମାକୁ ଦେଖିବାକୁ ଚାହେଁ ତୁମ ସହିତ ସମୟ ଅତିବାହିତ କରିବାକୁ ଚାହେଁ Yeah, and from that time onwards, till our whole day, we can have that constant touch with Him. ସେହି ସମୟରେ ସମସ୍ତ ଦିନ ତାହାଙ୍କ ସହିତ ଆମମାନେ ସଂଯୁକ୍ତ ହେଇକି ରହିବା So, my dear brothers and sisters, may God help us to really know Him and have fellowship with Him. Then our Christian life will not be a struggle. ପ୍ରିୟ ଭାଇ ଓ ଭଉଣୀ ମାନେ ଆମମାନେ ତାହାଙ୍କ ସହିତ ଲଗାତାର ଭାବରେ ତାହାଙ୍କୁ ଜାଣିବା ତାହାଙ୍କ ସହିତ ସହଭାଗିତା ରହିବା ତେବେ ଆମର ଖ୍ରୀଷ୍ଟିଆନ ଜୀବନରେ କୌଣସି ମାନେ ବାଧା ବିଘ୍ନ ନଥିବ It will become a very interesting and adventurous life. ଆମେ ଯେତେବେଳେ ତାହାଙ୍କ ସହିତ ସହଭାଗିତା ରହିବା ତାହା ଗୋଟେ ଅତି ସୁନ୍ଦର ଏବଂ ଉତ୍ତମ ଜୀବନ ହେଇପାରିବ He will speak to our hearts, give us His revelations, and our heart will be, our life will be changed, and our heart will be full of joy. ସେ ଆମମାନଙ୍କ ସହିତ କଥା କହିବେ ସେ ପ୍ରକାଶିତ କରିବେ ଏବଂ ଆମମାନଙ୍କ ହୃଦୟକୁ ଆନନ୍ଦରେ ସେ ପରିପୂର୍ଣ୍ଣ କରିବେ Yeah, so this is my word for today. And we have our brother Nirmal. If you would like George Wengel and Sam to speak for about 5 minutes each, then they are willing. Yeah. Okay. ପ୍ରିୟ ଭାଇ ନିର୍ମଳ ଭାଇ ଆଜି ମୁଁ ଏତିକିରେ ରଖିବାକୁ ଚାହେଁ ଯଦି ଆପଣ ଚାହିଁବେ ଅନ୍ୟ ଭାଇମାନେ ମଧ୍ୟ ଅଛନ୍ତି ସେମାନେ 5 ମିନିଟରେ ଆପଣଙ୍କୁ ଉତ୍ସାହ କରିପାରିବେ Yes, brother. You tell them. They also speak sometime. Yeah. Brother George and Brother Sam will share something. Brother John and Brother Sam, we would like to hear from you for a few minutes so that you can encourage us by word of God. Thank you. Yeah, I am very happy to see all my brothers and sisters in Orissa. ମୁଁ ଆଜି Praise the Lord. ବହୁତ ଆନନ୍ଦିତ ଅଟେ ମୋର ପ୍ରିୟ ଭାଇ ଭଉଣୀ ମାନେ ଓଡ଼ିଶାରୁ ଦେଖିବା ଦ୍ୱାରା ତାଙ୍କୁ ଦେଖିଲି So when I see people like this, it comes to my mind that we all belong to one family. ମୁଁ ଯେତେବେଳେ ଏ ବିଷୟକୁ ଦେଖେ ମୋ ମନ ମଧ୍ୟରେ ଏ ପ୍ରକାର ଆସେ ଯେ ଆମେ ଗୋଟିଏ ପରିବାରର ସଦସ୍ୟ ଅଟୁ So we are all brothers and sisters, as we heard. That is what the fellowship in Christ will bring us in fellowship with each other. ଆମେ ଶୁଣିଲୁ ଯେ ଖ୍ରୀଷ୍ଟଙ୍କ ସହିତ ସହଭାଗିତା ରଖିବା ଆମମାନଙ୍କର ପରସ୍ପର ସହିତ ସହଭାଗିତା ରଖିବାକୁ ଆଣିପାରୁଅଛି So our hatred for sin will increase if our love for fellowship with God increases. ଯେତେବେଳେ ଆମେ ପିତା ଈଶ୍ୱରଙ୍କ ସହିତ ସହଭାଗିତା ରଖିବା ପାଇଁ ମାନେ ଚେଷ୍ଟା କରିଥାଉ ସେହି ସମୟରେ ଆମେ ପରସ୍ପରକୁ ଘୃଣା ମନୋଭାବ ଦୂର ହୋଇଥାଏ Bible says that taste and see that the Lord is good. ବାଇବଲ ଏ ପ୍ରକାର କହେ ତାହାଙ୍କୁ ଚାଖିକି ଦେଖ ଆସ୍ୱାଦନ କରିକି ଦେଖ ସେ ଉତ୍ତମ ଅଟନ୍ତି ସେ ମିଠା ଅଟନ୍ତି When you taste him, you'll know that he is really good and you will love to have fellowship with him. ଯେତେବେଳେ ତାହାଙ୍କୁ ଆମେ ଚାଖିବା ସେ ପ୍ରକୃତରେ ଉତ୍ତମ ଅଟନ୍ତି That will give us tremendous hatred for sin because only sin separates us from God. ତାହା ଆମମାନଙ୍କ ଜୀବନ ଏ ପ୍ରକାର ବିଷୟ ଆଣିବ ଯେ ପାପକୁ ଆମେ ଘୃଣା କରିବା We know that Lord taught us to pray, our Father who is in heaven. ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ପ୍ରକାର ପ୍ରାର୍ଥନା କରିକି ଶିଖାଇଲେ ଆମମାନଙ୍କ ସ୍ୱର୍ଗୀୟ ବାପା ଯିଏକି ସ୍ୱର୍ଗରେ ଅଛନ୍ତି One thing changed my life permanently was many years back was the revelation that God is my Father.
ଏହା ମୋ ଜୀବନରେ ଅଦ୍ଭୁତ ଭାବରେ ଗୋଟେ ପରିବର୍ତ୍ତନ ଆଣିଲା ଯେ ମୁଁ ଜାଣିପାରିଲି ମୋର ସ୍ୱର୍ଗସ୍ଥ ପିତା ମୋର ବାପା ଅଟନ୍ତି। So God is a God, sovereign God, He is all powerful, He rules the whole universe. That is all true. ଆମମାନଙ୍କର ପିତା ଈଶ୍ୱର ସର୍ବଶକ୍ତିମାନ, ସେ ମହାନ ଅଟନ୍ତି, ସମସ୍ତ ଏଇ ବ୍ରହ୍ମାଣ୍ଡକୁ ସେ ମାନେ ନିୟନ୍ତ୍ରଣ କରନ୍ତି, ଏହା ସତ୍ୟ ଅଟେ। But He is also my Father. କିନ୍ତୁ ସେ ମଧ୍ୟ ମୋର ବାପା ଅଟନ୍ତି। So our fathers on this earth wants to do a lot of things for us, but they are not capable of doing it. ଏହା ଆମମାନଙ୍କ ସ୍ୱର୍ଗସ୍ଥ ପିତା ଏଇ ପୃଥିବୀରେ ସମସ୍ତ ବିଷୟ କରାଇ ପାରନ୍ତି, କିନ୍ତୁ କୌଣସି ଗୋଟେ ଶକ୍ତି ମାନେ ସକ୍ଷମର ଆବଶ୍ୟକ ଅଟେ। Earthly fathers are limited by their capability, their money or their strength. They cannot do what they really want to do for us. Yes, yes. ଆମମାନଙ୍କ ଜାଗତିକ ପିତା ମାନେ ସମସ୍ତ ବିଷୟ କରିବା ପାଇଁ ଚାହାନ୍ତି, କିନ୍ତୁ ସେ ସମସ୍ତ ବିଷୟକୁ ସେ କରିପାରନ୍ତି ନାହିଁ, କାରଣ ସେମାନଙ୍କ ମଧ୍ୟରେ ସ୍ୱଳ୍ପ ଶକ୍ତି ଅଛି। But Heavenly Father wants to do much more than what the earthly father wants to do, and He is also capable of doing it. ଏବଂ ଆମଙ୍କ ସ୍ୱର୍ଗୀୟ ବାପା ଜଗତର ବାପା ଠାରୁ ଅଧିକ ଶକ୍ତିମାନ ଅଟନ୍ତି, ସେ ସମସ୍ତ ବିଷୟ କରିବା ପାଇଁ ସାମର୍ଥ୍ୟ ରଖିଅଛନ୍ତି। So we can run to our Father and call Him Father, Abba, and ask for anything which we want. ସେଥିପାଇଁ ଆମେ ତାଙ୍କୁ ଆବ୍ବା ବାପା ବୋଲି ଡାକିଥାଉ, ଯାହା କିଛି ଆମକୁ ଆବଶ୍ୟକ କରିଥାଉ। So when you start tasting this fellowship, you will start hating sin. ଯେତେବେଳେ ଆମେ ଏଇ ସହଭାଗିତାକୁ ଆମେ ଚାଖିବା, ସେଇ ସମୟରେ ପାପକୁ ଆମେ ଘୃଣା କରିବା। Praise God. Praise God. ପ୍ରେଜ୍ ଗଡ୍। ପ୍ରଭୁଙ୍କର ଈଶ୍ୱରଙ୍କ ନାମରେ ଧନ୍ୟବାଦ ହଉ, ସ୍ତୁତିବାଦ ହଉ। Thank you, brother. Thank you. Thank you for this encouraging word. Hello, can you hear me? Yes, yes, brother. So, Yes. yeah, so we heard about fellowship today. ଆମେ ଆଜି ସହଭାଗିତା ବିଷୟରେ ଆମେ ଶୁଣିଲୁ। God created man on the 6th day. ଷଷ୍ଠ ଦିନରେ ଈଶ୍ୱର ମନୁଷ୍ୟକୁ ତିଆରି କଲେ And on 7th day, God rested. ଏବଂ ସପ୍ତମ ଦିନରେ ସେ ବିଶ୍ରାମ ନେଲେ। Rested means God spent time with man. ବିଶ୍ରାମ ନେଲେ କହିବାର ଅର୍ଥ ଈଶ୍ୱର ମନୁଷ୍ୟ ସହିତ ସହଭାଗିତା ରଖିଲେ, ମାନେ ତାହା ସହିତ ବିତାଇଲେ। So the reason why God created man is to have fellowship with him. ମନୁଷ୍ୟକୁ ତିଆରି କରିବାରେ ଗୋଟେ ଉଦ୍ଦେଶ୍ୟ ଅଛି, ଏହା ଯେ ମନୁଷ୍ୟ ସହିତ ସେ ସହଭାଗିତାକୁ ରଖିପାରିବେ। In 1 John chapter 1 verse 4 is written, ପ୍ରଥମ ଜନ 1:4 ଏ ପ୍ରକାର ଲେଖାଯାଇଛି, this fellowship will make our joy full. ଏହି ସହଭାଗିତା ଆମମାନଙ୍କୁ ଆନନ୍ଦରେ ପରିପୂର୍ଣ୍ଣ କରିବ। We will not get joy anywhere in the world. ମାନେ ଆନନ୍ଦକୁ କେଉଁଠାରେ ମଧ୍ୟ ଏଇ ଜଗତରେ ପାଇପାରିବା ନାହିଁ। But Satan came and he made man and woman, Adam and Eve, to sin. କିନ୍ତୁ ଶୈତାନ ଆସିଲା ଏବଂ ମନୁଷ୍ୟକୁ ଆଦମ ଏବଂ ହବାଙ୍କୁ ପାପରେ ପକାଇଲା। And the fellowship is broken. ଏବଂ ସେଇ ସହଭାଗିତା ଭାଙ୍ଗିଲା। God came to the woman and asked, have you eaten the fruit of this tree? ଏବଂ ପିତା ଈଶ୍ୱର ଆସିଲେ ଏବଂ ସେଇ ହବାଙ୍କୁ ପଚାରିଲେ, ତୁମେ କଣ ସେଇ ଫଳର ମାନେ ସେଇ ବୃକ୍ଷର ଫଳ ଖାଇଅଛ? The answer should have been yes or no. Very simple answer. ସେଇ ଉତ୍ତର ହଁ ବା ନାହିଁ ହେବା କଥା, ସାଧାରଣ ହେବା କଥା। But she gave a third answer. କିନ୍ତୁ ସେ ଏକ ତୃତୀୟ ଉତ୍ତର ଦେଲେ। She said, the reason why I sinned because of the serpent. ସେ କହିଲେ, ମୁଁ ସେଇ ସର୍ପ ଦ୍ୱାରା ମୁଁ ପାପ କଲି। God asked man, have you eaten this fruit of the tree? Yes. ପିତା ଈଶ୍ୱର ମନୁଷ୍ୟକୁ ସେ ପଚାରିଲେ, ତୁମେ ଏଇ ଫଳ ମାନେ ବୃକ୍ଷର ଫଳ ଖାଇଛ କି? Man said, the woman is the reason why I sinned. ମନୁଷ୍ୟ କହିଲେ, ସେ ସ୍ତ୍ରୀ ଲୋକ ମତେ କହିଲା, ସେଥିପାଇଁ ମୁଁ ତାହା ଖାଇଅଛି। God drove both of them out of the garden.
ପିତା ଈଶ୍ୱର ସେମାନଙ୍କୁ ଦୁଇ ଜଣଙ୍କୁ ମଧ୍ୟ ସେଇ ବଗିଚାରୁ ବାହାର କରିଦେଲେ। So whenever we blame others for our sin, we cannot enter into fellowship with God. ଯେତେବେଳେ ଆମମାନେ ଅନ୍ୟମାନଙ୍କୁ ଆମମାନଙ୍କର ପାପ ପାଇଁ ଅନ୍ୟମାନଙ୍କୁ ଦୋଷାରୋପ କରିବା ତେବେ ଆମମାନେ ସେଇ ସୌଭାଗ୍ୟତାରେ ଆମେ ରହିପାରିବା ନାହିଁ। We heard from Brother Matthew, 1 John chapter 1 verse 7, if we walk in the light as God is in the light, then we have fellowship with God and Jesus and with one another. ଯଦି ଯେହେତୁ ଆମର ପିତା ଈଶ୍ୱର ସେ ଆଲୋକ ଅଟନ୍ତି, ଯଦି ଆମେ ଆଲୋକରେ ଚାଲୁଅଛୁ ତେବେ ଆମେ ପିତା ପୁତ୍ରଙ୍କ ସହିତ ସୌଭାଗ୍ୟତା ରଖୁଛୁ ଏବଂ ମଧ୍ୟ ପରସ୍ପର ସହିତ ଆମେ ସୌଭାଗ୍ୟତାକୁ ରଖୁଛୁ। What is the meaning of walking in light? ଆଲୋକରେ ଚାଲିବାର ଅର୍ଥ କ'ଣ ଅଟେ? Walking in light means walking in honesty. ମାନେ ଆଲୋକରେ ଚାଲିବାର ଏହା ଅର୍ଥ ଅଟେ ଯେ ଆମେ ପବିତ୍ରତାରେ ସତ୍ୟ ଭାବରେ ଆମେ ଗମନାଗମନ କରିବା। When I get angry with anybody, I said, Lord, I am the person who is at fault, nobody else. ଆମେ ଯେତେବେଳେ ଅନ୍ୟକୁ ରାଗିବା କ୍ରୋଧ କରିବା ମାନେ କହିବାର ଅଛି ମୁଁ ସେହି ବ୍ୟକ୍ତି ଯାହା ଦ୍ୱାରା ମୋର ତାହା ଭୁଲ ଅଟେ, ତାହା ଆମେ ସ୍ୱୀକାର କରିବାର ଆବଶ୍ୟକ। And then what we heard from Matthew 1 John chapter 1 verse 9, if we confess our sin, God can forgive us and cleanse us from all unrighteousness. ଆମେ ମାଥ୍ୟୁ ଭାଇଙ୍କ ଦ୍ୱାରା ଏହା ଶୁଣିଲୁ, ଯେତେବେଳେ ଆମମାନଙ୍କ ପାପକୁ ଆମେ ସ୍ୱୀକାର କରିବା ଆମଙ୍କ ସମସ୍ତ ପାପକୁ ସେ କ୍ଷମା କରନ୍ତି। Imagine some small dust falls into our eye. ଟିକେ ମନେ ପକାନ୍ତୁ ଯଦି କୌଣସି ଗୋଟେ ଧୂଳି ଆମମାନଙ୍କର ଚକ୍ଷୁରେ ପଡ଼ିଯାଏ, it is terrible irritation. ଏହା ଆମମାନଙ୍କୁ ଭୟଙ୍କର ଭାବରେ ମାନେ ବିଚଳିତ କରିବ। We will wash our eye continuously till that dust goes out. ଆମମାନେ ଲଗାତାର ଭାବରେ ଆମମାନଙ୍କ ଚକ୍ଷୁକୁ ଧୋଇବା ଯେ ପର୍ଯ୍ୟନ୍ତ ସେ ଧୂଳି ଆମ ଚକ୍ଷୁରୁ ପଳେଇ ଯାଇଛି। That is how we have to keep our conscience all the time. ସେହି ପ୍ରକାର ଭାବରେ ଆମମାନଙ୍କ ଭାବନାକୁ ସଫା ରଖିବାର ଆବଶ୍ୟକ। Many small things sins can come into our life one day. ଏହି ପ୍ରକାର ଛୋଟ ଛୋଟ ପାପ ଆମମାନଙ୍କ ଜୀବନକୁ ଆସିଥାଏ। Just like we rush to the water to get cleansed, to clean our eye, ଯେ ପ୍ରକାର ଆମେ ସେଇ ପାଣିକୁ ଦୌଡ଼ି ଯାଇ ଆମମାନଙ୍କର ଚକ୍ଷୁକୁ ସଫା ରଖିଥାଉ, just like that we should rush to Jesus to be ସେହି cleansed. ପ୍ରକାର ଭାବରେ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆମେ ଦୌଡ଼ି ଯିବାର ଆବଶ୍ୟକ ଅଟେ। And if needed, ask forgiveness to others also. ଯଦି ଆବଶ୍ୟକ ପଡ଼େ ଅନ୍ୟମାନଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରିବାର ଆବଶ୍ୟକ। Then we can be in continuous fellowship with Jesus. ତେବେ ଆମେ ପିତା ଈଶ୍ୱରଙ୍କ ସହିତ ନିରବଚ୍ଛିନ୍ନ ଭାବରେ ଆମେ ସହଭାଗିତାକୁ ରକ୍ଷା କରିପାରିବା। That will make our life extremely joyful. ସେହି ଜୀବନ ଆମମାନଙ୍କ ଜୀବନରେ ଗୋଟେ ଭୟଙ୍କର ଆନନ୍ଦ ପୂର୍ଣ୍ଣ କରି ଦେଇପାରିବ। I've tasted that life of joy in the Lord, and I thank God for that. ମୁଁ ସେହି ଯୋଉ ମିଠା ମାନେ ପିତାଙ୍କ ସହିତ ସହଭାଗିତାର ମିଠାକୁ ଚାଖିଛି, ସେଥିପାଇଁ ମୁଁ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଏ। May God help us. ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। Thank you, brother. Thank you.